ମୁଁ ସେଦିନ ଭାବିଥିଲି ମୋ ଜୀବନରେ ବାପା ମେଡିକାଲରେ ଗଲେ ପଇଲେ ହେଲା। ବାପା ମେଡିକାଲରେ ପଇଲା ପରେ ବାପାଙ୍କୁ ନେଲୁ ନେଇକି ଦେଖେଇଲୁ କଟକରେ। ବହୁତ କଷ୍ଟ ହେଲା ସେଠି ବୁଲେଇଲୁ ମେଡିସିନ ଫାଷ୍ଟ ଆମେ 6 ନମ୍ବର ନେଲୁ, 6 ନମ୍ବର ପକେଇଲୁ। ସେଠି ବହୁତ ଅସୁବିଧା ହେଲା। ତାପରେ ଆମେ ନେଲୁ କଟକ ମେଡିକାଲରେ। ଆଚ୍ଛା। କଟକ ମେଡିକାଲରେ ନେଲୁ, ସେଠି ମାସେ ପକେଇଲୁ। ମାସେ ପକେଇଲା ପରେ ସେଠି ବହୁତ ଅସୁବିଧା ହେଲା। ତାପରେ ବହୁତ ଅସୁବିଧା ପରେ ଆମେ ଆଇଲୁ ହସ୍ପିଟାଲ ଅଛି ଭୁବନେଶ୍ୱରରେ। ସେଠି ଆଣିକି ପକେଇଲା ପରେ ଆମର ବାପାଙ୍କର ଯାହା ମୋବାଇଲ ହଜିଯାଇଥିଲା, ଆଧାର କାର୍ଡ କାମ କରୁନଥିଲା। କେସ୍ ଚାଲିଥିଲା। ବହୁତ କଷ୍ଟରେ ଆମେ ଆଡମିସନ କଲୁ, ବହୁତ ପଇସା ଖର୍ଚ୍ଚ ହେଲା। ବାପା ଠିକ ହେଇକି ଆସିଲେ। ତାର ଭାବିଲୁ ଭଲ ଆମେ ଚଳିବୁ କଣ କରିବୁ। ସେ ବି ହେଲାନି ଯାହା ଭାବିଥିଲି। ଗାଡି ଶିଖିଲା ପରେ ଯାହା କଲେଜରେ ଆଡମିସନ କରିଥିଲି, ଭଲ ଚାକିରି ବାକିରି କରିବି, ସିଏ ବି ହେଲାନି। ଯୁଆଡେ ବି ଯାଉଛି, ଯୋଉ କାମଟା ବି କରୁଛି, କାମଟା ବି ହଉନି। ସେ ଯାହା କଷ୍ଟ। ଫେଣି ରିଜୁମ ଫିଜୁମ ଏଠି ସେଠି ବ୍ରହ୍ମପୁର ଗଲି, ଏଠି ପକେଇଲି ସେଠି ପକେଇଲେ, କହିଲେ ଡକେଇବେ। କୋଉଠି ଡକେଇଲେ? ପୁଣି ଉତ୍କଳ ହସ୍ପିଟାଲ ମୁଁ ଗଲି, ରିଜୁମ ପକେଇଲି, ସେଠି ଜଏନିଂ ହେଲା। ଜଏନିଂ କଲି, 3 ଦିନ ଯାଇଛି, ମୋ ଦେହ ଖରାପ ହେଇଗଲା। ସେଠି ଇନଚାର୍ଜ କହିଲେ ଦେହ ଖରାପ ହେଇଛି, ମୁଁ ଯାଇପାରିବିନି। ଇନଚାର୍ଜ କହିଲା କି ତୁ ଜମାରୁ ଆସେନା। ମାନେ କଣ? ମାନେ ଏତେ କଷ୍ଟରେ ଦଉଛ, ମାନେ ଏତେ କଷ୍ଟ ଦଉଛ। କୁଆଡକୁ ମୁଁ ହଉନି, ଏପଟକୁ ହଉନି ସେପଟକୁ ହଉନି। ଭାଇମାନେ ଆଉ କଣ କରିବି? ଯଦି ମୁଁ କୋଉ କାମଟା କରିବାକୁ ଯାଉଛି, ସେ କାମଟା ମୋର ହଉନି। ଏତେ କଷ୍ଟ। କଷ୍ଟ ମାନେ କିଏ ବି ନାହିଁ, ପୁରା କଷ୍ଟ। ଆଉ ଯଦି ଏବେ ଚାକିରି ପୁଣି କିଛି ମିଳୁନି, ପୁଣି ଅଭାବର ଅଭାବ। ଜୀବନଟା ପୁରା ଅଭାବର ଯାଉଛି, କୋଉଟା ଗୋଟେ ସକ୍ସେସ୍ ହଉନି। ହଉ କଣ ହଉଛି ଆଗକୁ ଦେଖିବା।